ଗରୁଡ଼ ମାହା ଲାଗୁଡ଼ା ଯେତେ ମଧ୍ୟ ଉନ୍ନତି କରିବା ପାଇଁ ଚାହିଁଲେ କୌଣସି ପ୍ରକାର ଉନ୍ନତି ହେଇପାରୁନାହିଁ। କାରଣ ଯୋଉ ଦିନଠାରୁ ସେ ଦାଶରଥୀ କଦମ ସେଠ ଆସିଲା ମାନେ ବର୍ଷେ ପାଖାପାଖି ହବ, କୌଣସି ପ୍ରକାର କାମ ଆସିଲେ ମଧ୍ୟ ସେ କାହାକୁ କରିବାକୁ ଦେଉନି କି ନିଜେ ମଧ୍ୟ କରୁନାହିଁ। ଯାର ଫଳରେ ବହୁତ ବିଶୃଙ୍ଖଳ ସୃଷ୍ଟି କରୁଛି। ଆଉ ଆମେ ପ୍ରାୟ 6-7ଟା କେସ୍ ଆଉ ସାର୍ଙ୍କୁ ଦେଲୁ, ତଥାପି ମଧ୍ୟ କୌଣସି ପ୍ରକାର ହେଇପାରୁନାହିଁ। ଆଜି ମଧ୍ୟ ମା ମାନେ ଆସିଛନ୍ତି, କିଛି ସେଇ ରାସ୍ତା ବିଷୟ ହଉ କି ଅନ୍ୟ ଉନ୍ନତିମୂଳକ ବିଷୟ ହଉ ସେଇଟାକୁ ଆମେ ସାର୍ଙ୍କୁ ଜଣେଇବା, ପୁଣି କିଛି ବିଷୟ ମଧ୍ୟ ଆମେ ଆର୍ଗୁମେଣ୍ଟ କରିବା ବୋଲି ମା ମାନେ ତା ସହିତ ଗାଁର ଭଦ୍ର ବ୍ୟକ୍ତି। ଏବେ ଯୋଉ ରାସ୍ତା ଚାଲିଛି ତମେ କରୁଛ? ହଁ ମୁଁ କରୁଛି। ସେଟା କୋଉ ଡିପାର୍ଟମେଣ୍ଟର କାମ? ସେଟା MGNRS ର। ଆଉ ସେଇଟା କେତେ ଲକ୍ଷ ଟଙ୍କାର? ସେଟା 6 ଲକ୍ଷ ଟଙ୍କାର। ଆଚ୍ଛା, ଆମର ପାଉଲ ପାଟମାଦିନାର ୱାର୍ଡର ଅଛି। ଆମ ଗାଁରେ ରାସ୍ତା ଗୋଟେ ସରକାର ଆମକୁ ଦେଇଛି, ଆଉ ଯାତାୟାତ ପାଇଁ ଆମକୁ ବହୁତ ଅସୁବିଧା ହଉଥିଲା। କିନ୍ତୁ ଯେତେବେଳେ ଆସିଛି ଆଉ ମିଟିଂ ମଧ୍ୟ କରାଗଲା, ପୋଲିସ ସଭା କରାଗଲା, ସେଥିରେ ଆମର ମେମ୍ବର ଭାଇଙ୍କୁ ଦିଆଗଲା ରାସ୍ତା। ତାଙ୍କେ ଗତ ବର୍ଷ ତାଙ୍କେ ଷ୍ଟାର୍ଟ କରୁଥିଲେ, କିନ୍ତୁ ଆଉ ଯୋଉ ଗଡ଼ମାହାର ଦାସ କଦମା ସେଠ ଆଉ ତାଙ୍କେ ରାସ୍ତା କରିବା ପାଇଁ ଦଉନାହାନ୍ତି। ଆଉ ରାସ୍ତା ଯଦି ଗାଡ଼ି ଯଦି କରିବ କାମ ତାହେଲେ ସେ ଚକ ଭିତରକୁ ଯିବ ଆଉ ଲୋକମାନଙ୍କୁ କଳି ସୃଷ୍ଟି କରିବ। ତା ଫଳରେ ରାସ୍ତା ହଉନଥିଲା ଗତ ବର୍ଷଠୁ। କିନ୍ତୁ ସୋମବାର ଦିନଠୁ ଗାଡ଼ି ଆସିଲା ରାସ୍ତା କରିବା ପାଇଁ, ସେମାନେ ଦେଲେନି କାମ କରିବା ପାଇଁ, ଆଉ ମୁରୁ ମଧ୍ୟ ପକେଇବା ପାଇଁ ଦେଲେ ନାହିଁ। ଆଉ ସେଥିପାଇଁ ଆମେ ଅଭିଯୋଗ କରିବା ପାଇଁ ଆସିଛୁ। କାଲିଠୁ ରାସ୍ତା ଯେତେବେଳେ ଗାଡ଼ି ଆରମ୍ଭ କଲା ସେତେବେଳେ ମଧ୍ୟ ଝଗଡ଼ା କଲେ। ତାପରେ ରାସ୍ତା ମା ମାନେ ଆମେ ଏକତା ହେଲୁ, SHG ମା ମାନେ, ଆଉ ରାସ୍ତା ଆସିଛି ଯେହେତୁ ଆମେ ରାସ୍ତା କୋଉଠୁ କୋଉ ପର୍ଯ୍ୟନ୍ତ ଚାଲିଛି? ଗଡ଼ମାହା ଠାରୁ ଲାଉଗୁଡ଼ା ପର୍ଯ୍ୟନ୍ତ ରାସ୍ତା ଅଛି। ସେଥିରେ କିଛି ସୁବିଧା ନାହିଁ। ଆମକୁ ରାସ୍ତା ହେଲେ ଯାଇକି ସୁବିଧା ହବ ବୋଲି ଆମେ ମା ମାନେ ଚିନ୍ତା କଲୁ, ଆଉ ଗ୍ରୁପ ମା ମାନେ ଏକତା ହେଇକି ଆମେ ଆରମ୍ଭ କରିଛୁ। ଆଉ ଯେତେବେଳେ ରାସ୍ତା ହେଲା, କାମ ଷ୍ଟାର୍ଟ ହେଲା, ସେଇ ସମୟରେ ଦାସ କଦମା ସେଠି ଆମ ବିରୁଦ୍ଧରେ ସିଏ ମିଛ ନାଁରେ ଚୋର କେସ୍ ଲଗେଇଛି। ସେଥିପାଇଁ ଆମେ ଥାନାରେ ଆସିଛୁ।